ମକର ଲଗ୍ନର ଅଷ୍ଟମାଧିପତି ହେଲେ କିଏ ସେ ନା ରବି। ଯେତେ ମକର ଲଗ୍ନରେ ପୃଥିବୀରେ ଯେଉଁ ଭାଇ ଭଉଣୀମାନେ ରହିଲେ ତାଙ୍କର ଅଷ୍ଟମାଧିପତି ହେଲେ ରାଶି ଅଲଗା ହେଲେ ତାଙ୍କୁ ରବି। ରବିର ଫଳ ଆସିବ କ'ଣ ନା ଯଦି ଅଷ୍ଟମାଧିପତି ରବି ସେ କେଉଁଠି ସ୍ଥିତ ଦେଖିବେ ତାଙ୍କର ମୃତ୍ୟୁକାଳୀନ ଯେତେବେଳେ ଆସିବ ସମୟ ବୟସ ହୋଇଯିବ ସେ କ'ଣ ଫଳ ଭୋଗିବେ ନା ଅଗ୍ନିଦାହ, ଦେହ ହାତ ପୋଡ଼ିଗଲା ଭଳିଆ ଲାଗିବ। କ'ଣ ଗୋଟେ ଲୋକ ମଲାବେଳକୁ ଦେହ ଖାଲି ପୋଡ଼ିଯାଉଛି। ଅଗ୍ନିଦାହ, ଜ୍ୱର, ସାଂଘାତିକ ଜ୍ୱର, ପିତ୍ତର କିଛି ପିତ୍ତକୋଷ କି ପିତ୍ତର କିଛି ସମସ୍ୟା, ଏ ରୋଗ, ମୁଣ୍ଡର ବ୍ଲଡ଼ ପ୍ରେସର କି ମସ୍ତିଷ୍କ ପୀଡ଼ା କି ବ୍ରେନ୍ ମ୍ୟାଲେରିଆ, ବ୍ରେନ୍ ଟ୍ୟୁମର, ବ୍ରେନ୍ ହାମର, ଏସବୁ ଜିନିଷ, ଆଖିର କିଛି ରୋଗ, ସାଂଘାତିକ ରୋଗ, ଅସ୍ଥିଗତ ସମସ୍ୟା ଏବଂ ଯେତେ ଶିର ଅଛି ଶରୀରରେ ତାର ରୋଗ ଏବଂ ଆମର ଯେଉଁ ହାର୍ଟ ଛାତି ରୋଗ ଏବଂ ରକ୍ତସ୍ରାବ, ଏସବୁ ଜିନିଷ ଶେଷବେଳକୁ ପ୍ରାୟ ମକର ରାଶି ମକର ଲଗ୍ନର ଭାଇ ଭଉଣୀମାନଙ୍କର ଏ ରୋଗଟି ଉତ୍ପନ୍ନ ହୋଇଥାଏ। ସେମାନେ ସେଇଥିରେ ମୃତ୍ୟୁବରଣ କରନ୍ତି। ସମସ୍ତେ ମରିବେ, କେହି ରହିବେନି। କିନ୍ତୁ ଏଇଟା ହେଉଛି ଜାତକ ଦେଖିଲେ କ'ଣ ନା ଆମେ ଜାଣିପାରିବା ଯେ ଆମର କେଉଁ ଲଗ୍ନ, ଆମର ଅଷ୍ଟମାଧିପତି କିଏ ସେ, ଆମେ କେମିତି ମରିବା। ସମସ୍ତେ ମରିବେ ନା ନାହିଁ, କେହି ରହିବେନି। କିନ୍ତୁ ଆକୁ ଦେଖିଲେ ସବୁ କଥା ଜାଣିପାରିବେ। ହରି ଓମ୍ ତତ୍ସତ୍।